ମୁଁ ଗୋଟେ ଗିହାଳିଆ ଟୋକାଟା ଆଉ ମୋର ଲମ୍ବା 6 ଇଞ୍ଚର ବାଣ୍ଡଟେ ଆଉ 6 ଇଞ୍ଚର ବାଣ୍ଡ ଏମିତି କେଉଁ ଟୋକି ନାହିଁ କି ଏମିତି କେଉଁ ମାଇକିନିଆ ନାହିଁ ଯାହାକୁ ମୋ 6 ଇଞ୍ଚର ବାଣ୍ଡ ଜମା ପସନ୍ଦ ଆସିବନି। ମୋ ବାଣ୍ଡ ଦେଖି ବହୁତ ମାଇକିନିଆ ପାଗଳି ହେଇଛନ୍ତି ଆଉ ମୁଁ ତାଙ୍କୁ ମୋ ବାଣ୍ଡରେ ଗେହିଁ ଗେହିଁ ବହୁତ ଭଲ ଭାବରେ ଶାନ୍ତି ଦେଇଛି। ଆଉ ମୁଁ ଏମିତି କେଉଁ ମାଇକିନିଆ ଆମ ଗାଁରେ ମୁଁ ପ୍ରାୟ ମାଇକିନିଆଙ୍କ ଦୁଧ ଆଉ ବିଆକୁ ଚାଟିବାରେ ମାଷ୍ଟର ଟୋକା, ସେଥିପାଇଁ ମୋତେ ଲୋକମାନେ ଡାକନ୍ତି ଘିଆ ପାଗଳିଆ ଟୋକାଟା। ତ ଯେଉଁଠି ଟିକେ ବିଆ ମିଳିବ ମୁଁ ସେଇଠି ଯାଇ ଅଣେଇ ହେଇ ପଡ଼ିବି। ତ ମୋର କଳା କାରନାମା ବହୁତ ଆପଣମାନେ ଜାଣିଥିବେ। ମୋର ବୟସ 24 ବର୍ଷ ଆଉ ମୁଁ ଗେଇଁବା ପାଇଁ ମାଷ୍ଟର ଟୋକାଟେ ଆଉ ମୋ ନାଁ ରାଜୁ ବୋଲି ଆପଣ ଜାଣି ନିଅନ୍ତୁ। ତ ମୁଁ ଏଇ କଥା ଆପଣଙ୍କୁ ଜଣେଇଲି। ତ ମୋ ଘର କଟକ ସାଇଡ଼ରେ, କଟକ ସାଇଡ଼ରେ ଆପଣମାନେ ଜାଣିଥିବେ କେତେ ବଡ଼ ଗଳି କେତେ ବଡ଼ ସହର। ଯାହା ସେଠି କିଛି ହୁଏ, ଯେଉଁଠି କିଛି ନ ହୁଏ ତାହା ସେଇଠି ହୁଏ, ଯେଉଁଠି ପୁରା ଓଡ଼ିଶାରେ ନ ହୁଏ ତାହା କଟକ ସହରରେ ହୁଏ, ଆପଣମାନେ ଭଲ ଭାବରେ ଜାଣିଥିବେ। ତ ସେଦିନ ଆଜିର ଭିଡ଼ିଓ ହେଉଛି ସ୍କିପ୍ କରି ଦେଖିଲେ ଆପଣମାନେ ଭୁଲିଯିବେ। ଯେମିତିକି ଭିଡ଼ିଓର ଫଟୋ ଦେଖି ଆପଣମାନେ ଜାଣିସାରିଛନ୍ତି ମୁଁ ଆଜି ଆପଣଙ୍କୁ କେଉଁ ବିଷୟରେ ଭିଡ଼ିଓ ବନାଇବା ପାଇଁ ଯାଉଛି, କେଉଁ ବିଷୟରେ କହିବା ପାଇଁ ଯାଉଛି। ତ ଧ୍ୟାନପୂର୍ବକ ସହିତ ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ଆପଣଙ୍କୁ ଘିଆଁ ଘେଇଁର ମଜା 100% ଦେବ। ଆଉ ମୁଁ କେମିତି ସେ ଟୋକିର ବିଆରେ ଗାଜର ପୁରେଇ ଗେହିଲି, ବିଆକୁ ଚାଟି ଚାଟି, ମୁଁ ଆଜି ସେଇ ବିଷୟରେ ଆପଣଙ୍କୁ ପୁରା ବର୍ଣ୍ଣନା କରି ଜଣାଇବି। ତ ପ୍ରଥମରୁ ନେଇ ଶେଷ ଯାଏ ଦେଖିଲେ ଆପଣ ମଜା ପାଇବେ। ତ ଚାଲନ୍ତୁ ଭିଡ଼ିଓକୁ ଆମେ ଆରମ୍ଭ କରିବା। ସେଦିନ ଥାଏ ଆମ ଘରେ, ସେଦିନ ଗୋଟେ ପୂଜା ଥାଏ। ଆଉ ପୂଜାରେ ବନ୍ଧୁବାନ୍ଧବ ବି ଆସିଛନ୍ତି, ପଡ଼ୋଶୀ ବି ଆସିଛନ୍ତି, ମୋ ସାଙ୍ଗସାଥି ବି ଆସିଛନ୍ତି, ମୋ ଭାଇର ସାଙ୍ଗସାଥି ବି ଆସିଛନ୍ତି। ମୋର ନଜର କେଉଁଠି ପଡ଼ିଲା ନା ମୋ ଭାଇର ସାଙ୍ଗ ଯିଏ ଆସିଥିଲେ ସେ 4 ଜଣ ଝିଅ ଆସିଥିଲେ। 4 ଜଣ ଝିଅ ଆଉ 2 ଜଣ ପୁଅ ଆସିଥିଲେ। 4 ଜଣ ଝିଅରୁ ମୋତେ, ମୁଁ ସେମାନଙ୍କ ଆଖିରେ ଆଖି ମିଶାଇ ଦେଖିଲି କି କେଉଁ ଟୋକିଟାକୁ ଲାଇନ୍ କଲେ ଭଲ ହେବ, କେଉଁ ଟୋକିଟାକୁ ଗେହିବା ପାଇଁ ମୋତେ ଦେଇପାରିବ, ମୁଁ ଖାଲି ସେଇ ନଜରରେ ବସିଥାଏ। ତ ଏତିକିରେ ବସିବା ପରେ ମୁଁ ଚୁପଚାପ ହେଇ ଖଟ ଉପରେ ବସିଥାଏ। 4 ଜଣ ଭିତରୁ 4 ଜଣ ଯାକ ଆସିଲେ, ମୋ ସାଙ୍ଗରେ ହାତ ମିଶାଇଲେ, କଥାବାର୍ତ୍ତା ହେଲେ ଆଉ ମୋତେ ବି ଖୁସି ଲାଗିଲା। ହେଲେ ମୁଁ ଯେଉଁଟା ଚାହୁଁଥିଲି ସେଇଟା 4 ଜଣଙ୍କ ଆଖିରେ କାହା ଆଖିରେ ଦେଖାଗଲା ନାହିଁ। ତ ଧୀରେ ଧୀରେ ବସିଲି, ମନେ ମନେ ଚିନ୍ତା କରୁଥାଏ କ'ଣ କରିବି କ'ଣ ନାହିଁ। ତ ଅଚାନକ ଘରେ ଲାଇଟ୍ ପଳେଇଲା। ଅଚାନକ ଘରେ ଯେତେବେଳେ ଲାଇଟ୍ ପଡ଼ିଲା ସମସ୍ତେ ହୁ ହା ହେଲେ। ମୁଁ କ'ଣ କଲି ନା 4 ଜଣଙ୍କ ଭିତରୁ ଜଣକୁ କିସ୍ କରିଦେଲି, ତା ଓଠକୁ ନେଇ ମୁଁ ଚୁଚୁମି ଦେଲି। ମୁଁ ଆଉ ଗେଇଁବା ପାଇଁ ମୁଁ ପୁରା ପାଗଳ ହେଇଯାଇଥିଲି। ଏଇ ମଉକାକୁ ତ ମୁଁ ଅନେଇ ବଇଥିଲି, କେମିତି କ'ଣ ଆମ ଘରକୁ ଆସିବେ ଆଉ ସେମାନଙ୍କୁ ମୁଁ ଗେହିବି। ତ କେମିତି କ'ଣ ଗୋଟାଏ ଟୋକିକି ପଟେଇ ଗେହିବି। ତ ମୁଁ ଯାହାକୁ କିସ୍ କରିଦେଲି ସେ ଇ ମାଲୋ କହି ଚିଲେଇ ଦେଲା। ଚିଲେଇ ଦେଲା ପରେ 15 ମିନିଟ୍ ପରେ ଲାଇଟ୍ ଆସିଲା, ହେଲେ ସେ ଜାଣିପାରୁନଥିଲା ମୋତେ କିଏ ସେ ମୋ ଓଠକୁ ଚୁଚୁମି ଦେଲା। ତ ଧୀରେ ଧୀରେ ମୁଁ କ'ଣ କଲି ନା 4 ଜଣଙ୍କ ଆଖିରେ ଆଖି ମିଶାଇ ଚାହିଁଲି। ମୁଁ ଦେଖିଲି କାହା ନଜର କମ୍ରେ ଅଛି, କାହିଁକିନା ମୁଁ ଯାହାକୁ ଚୁମା ଦେଇଥିଲି ଯାହା ଓଠରେ ତା ନଜର ତ ନିହାତି ଟିକେ ନରମ ଥବ, ବାକି ଲୋକଙ୍କ ନଜର ଟିକେ ଟାଣ ଥବ। ଏଇଆ କହି ଯେମିତି ଲାଇଟ୍ ଆସିଲା 4 ଜଣ ଏକାଠି ଠିଆ ହେଇଥିଲେ, ମୁଁ 4 ଜଣଙ୍କ ଓଠକୁ ଆଉ 4 ଜଣଙ୍କ ମୁହଁକୁ ଅନେଇଲି। ଆଉ ଅନେଇବା ପରେ ମୁଁ ଜାଣିପାରିଲି ଗୋଟେ ଟୋକି ଓଠରେ ବାର ବାର ହାତ ମାରୁଛି। ତ ମୁଁ ଜାଣିପାରିଲି ଏଇ ଟୋକିକି ହିଁ ମୁଁ ଚୁମା ଦେଇଥିଲି ଆଉ ଏଇ ଟୋକି ହିଁ ମୁଁ ଆଜି ୟାକୁ ଗେହିବି, କେମିତି ଗେହିବି କ'ଣ କରିବି ମୁଁ ଚିନ୍ତା କରିବାକୁ ଲାଗିଲା ପରେ ସେ ଟୋକି କ'ଣ କଲା ନା ମନେ ମନେ ଖୋଜୁଥାଏ କେଉଁ ଟୋକାଟା ଗେଉଥିଲା, କେଉଁ ଟୋକାଟା ଆଜ୍ଞା ମୋତେ ଚୁମା ଦେଇଦେଲା। ମୋ ଓଠକୁ ତା ଓଠରେ ମିଶାଇ ଚାଟି ଦେଇଥିଲି। ତ ଏମିତି ଘଟଣା ଘଟିବା ପରେ ସେ ତା ସାଙ୍ଗକୁ କହିଛି, ତା ସାଙ୍ଗ ଆସି ଭାଇକି କହିଛି। ଭାଇ କାହାକୁ କହିବ, ଭାଇ କାହାକୁ ନ କହି ଭାଇ ସେଇଠୁ କାହାକୁ ଜଣକୁ ତା ସାଙ୍ଗକୁ କହିଛି, ତା ସାଙ୍ଗ ଆସି ମୋତେ କହିଛି। ଏମିତି କଥାଟା ବୁଲି ବୁଲି ଆସି ମୋ ପାଖରେ ପହଞ୍ଚିଛି। ମୁଁ କ'ଣ କଲି, ଧୀରେ ଧୀରେ ତାକୁ ଲାଇନ୍ ଦେବାରେ ଲାଗିଲି। ଲାଇନ୍ ଦେବାରେ ଲାଗୁଥାଏ, ହେଲେ କ'ଣ ହେବ, ସେ ମୋତେ ଲାଇନ୍ ଦେବାକୁ ରାଜି ନଥାଏ। ମୁଁ ସକାଳୁ ସକାଳୁ ପୂଜା ସରିଗଲା, ସମସ୍ତେ ଯେଝା ଘରେ ଯେଝା ଶୋଇଲେ, ଯେଝା ରୁମ୍ରେ ଯେଝା ଶୋଇବାକୁ ଲାଗିଲେ। ହେଲେ ଆମ ରୁମ୍ ଏତେ କୁଣିଆ ଆସିଥିଲେ, ଏତେ ଗେଷ୍ଟ ଆସିଥିଲେ, ମୋତେ ଆମ ରୁମ୍ରେ ଜାଗା ହିଁ ନଥିଲା ଶୋଇବା ପାଇଁ। ମୁଁ କ'ଣ କରିବି କ'ଣ ନାହିଁ ମୁଁ କିଛି ଚିନ୍ତା କରିପାରୁନଥାଏ। ସେହି ସମୟରେ ମୁଁ ଛାତ ଉପରକୁ ପଳେଇଲି ଶୋଇବା ପାଇଁ। ଛାତ ଉପରକୁ ପଳେଇବା ପରେ ସେଇ ଟୋକିଟା ଯାହାକୁ ମୁଁ ଚୁମା ଦେଇଥିଲି ସେଇ ଟୋକିଟା ସେଇଠି ଚୁପ୍ ହେଇ ଶୋଇଛି। ଶୋଇବା ପରେ ମୁଁ ତାଙ୍କୁ ପଚାରିଲି, ମୁଁ କହିଲି ତମେ ଏଇଠି ହିଁ ଶୋଇବ ନା? ହଁ ମୁଁ ଏଇଠି ହିଁ ଶୋଇଯିବି ଆଜି। ତ ମୁଁ କ'ଣ କଲି, ଶୋଇଲା ବେଳେ ମୋର ଗୋଟେ ଖରାପ ଆଦତ ଅଛି, ମୁଁ ମୋର ଚଡ଼ି ଭିତରେ ହାତ ପୁରାଇ ହଲାଏ। ଆଉ ଚଡ଼ି ଭିତରେ ହାତ ପୁରାଇ ନ ହଲେଇଲେ ମୋତେ ଜମାରୁ ରାତି ସାରା ହିଁ ନିଦ ହେବନି। ମୁଁ ହଲେଇବାରେ ବ୍ୟସ୍ତ, ସେ ଟୋକି ସେପଟରେ ମୋବାଇଲ୍ ଚଲେଇ ନିଦ ଲାଗିଯାଇଛି। ମୁଁ ଭାବିଲି ବୋଧେ ନିଦ ଲାଗିଯାଇଛି। ତ ନିଦ ଲାଗିଯାଇଥିଲେ ମୁଁ ତା ଦୁଧରେ ହାତ ମାରିକି
हलौ थाए तो देखे देखे तो से जमारू शोईनी ताकू निद भी हैनी ता दूध उपरे तार बड़ बड़ कौलिया दूध आउ तार ओठरे नाली ओठरे मु ता लिपस्टिक के आनी मु ओठरे लगे मु चाटू थाए आउ ता दूध दुईटारे हाथ रखी चिपु थाए आ गोटे हाथ में मो बांड को हलौ थाए तो ताकू भी बड़ मजा आसु थाए हेले से जानी पारिला कि किए जणे मो दूध को चिपुची आउ तुरंत निदरू उठी मते पचारिदेला गाइना छात उपरे केवल तार आउ मोर थिलु तुरंत निदरू उठी पचारदेला तमे सेही ना जी मते लाइट चली जावा समय रे मो ओठ को तुम ओठरे चुचुमी देइथिलो मु कहले हाँ मु सही ना भल लागिथिला से मते कहला भल लागिथिला आ मु भी सुनी खुशी हो गली मु ता दूध को सेतबेले जाय भी चिपु थाए ता दूध को चिपिबा छाड़ू न थाए ता दूधर मजा पूरा पनीर पली नरम आ ता गांडी पूरा चिकन चक चक जोटी की गांडी रे आंगुठी पूरा धरू धरू पशिजिवो एमिति तार नरम गांडीटे थाए तो मु मजारे मते बहुत मजा आसु थाए मु आ किछि काहाकू न कहि मु चुपचाप हेई सैठी थाए रहिबा भितरे धीरे धीरे कौन हैला ना एमती धीरे धीरे सरिबा परे मु कौन कली ना सेठू ताकू कहली मु कहली तमे एते सुंदर आ मु तुमको देखि संभाली पालेनी सेइथिपाई चिपिली एई कथा काहाकू कहबनी से कहला एई कथा मु काहाकू कहबिनी जदि तमे मो मन कथा बुझिबो ताहले मु ए कथा काहाकू कहबिनी तो मु कहली कौन तम मन कथा ना तमे आज रातिर मते घेई दियो तो घरु मु चुप चुप गली रोसई घरे गाजर पड़ीथिला मु से गाजर खंड को उठेली ता बियारे पुरेली ता गाजर ता बियारे आ ता गांडी रे आंगुठी पुरु थाए गोटे हाथ रे बियारे गाजर पुरु थाए पूरा कच कच करी 8-10 थर पुरेवा पर टोकी नाल छाड़ीदेला ता बियारू तो जेतबेले ता बियारू नाल छाड़ीदेला मु पोछि पाछि बिया चाटिकी मन भरी से दिन राति रे से टोकिकी ता पाटी रे भांड पुरे ता दूध को चाटी चाटी खूब राति रे छात पर गड़े पड़े गहिली पानी पानी मागु थाए मु ता पाटी रे मो बांड को पुरई दउ थाए पानी मागु थाए ता तंटी की धरी ता बियारे गोड़ दीटा को कांधरे पकई मन भरी गेहिली मो बांड पूरा छन छन डाकु थाए काईना केजानी कौन पई एमिति डाकु थाए मु जानिनी हेले से दिन राति रे मु ताकू नंगला मंगला करी ता गांडी ता बिया को चाटी चाटी ता दूध दुईटा को चुचुमी चुचुमी मन भरी से दिन राति रे गेहिली राति रे गेही साइला परे से सकाळ को उठिला परे घरे कहला मो देह हाथ दर्ज हो जाइए भाई कहला बोधे बहुत काम थी से देह हाथ दर्ज हो जाइए मते कहला तू जा मेडिसिन आनिक आसबू मुझे चलीगली मेडिसिन मुझे जानी कौन है मुझे डायरेक्ट से मेडिसिन कहीकि आनिक आइली ता देह हाथ दर्ज है आउ ताकू ही मुझे घर को नेली छाड़ापी घरे 2 दिन रहिबा परे मुझे घरे ताकू आउरी 2 थर गेहिली घरे कई नथिबा बेले ता बो संदेह करू थाए अवश्य तथापि मु ताकू छाड़ू न थाए ता दूधर बास्ना ता दूधर भुंडी मते पागल करी दे थाए ता दांतरे टाणी टाणी ता दूधर भुंडी को लंबा करी देली ता दुई देली दुई दूध को दुई हाथ रे चिपी चिपी दुई मन भरी मो बांड को दूधरे घसी घसी जेमिति कि से मो माइकी निया मु जानी नथिली मते एमिति केबे गेहिबा पई मिलियो तो मिलिला बोली मु बहुत खुशी जहा कि आपण माने चिंता भी करि नथिबे छोटिया वीडियोटी आपण मानकू केमिति लागिला मते निहाती कमेंट करी जणैबे मु यार पार्ट 2 निहाती आनिक आसीबी जदि मते सपोर्ट मिले जदि मते सब्सक्राइब मिले जदि मते पसंद करंती आपण माने तो मु निहाती आपण पई बेस्ट वीडियो आनिक आसीबी सेतल जाय मते विदाय दियंतु थैंक यू सो मच।